তোমাদের ডিজিটাল জনের সাপোর্ট ବିନାଶ ଆସୁଅଛି ସେମାନେ ଶାନ୍ତି ଅନ୍ୱେଷଣ କରିବେ ପୁଣି କିଛି ପାଇବେ ନାହିଁ। ବିପଦ ଉପରେ ବିପଦ ଘଟିବ ଓ ଜନରୋଗ ଉପରେ ଜନରୋଗ ହେବ। ତହିଁରେ ସେମାନେ ଭବିଷ୍ୟତ ବକ୍ତାର ନିକଟରେ ଦର୍ଶନର ଚେଷ୍ଟା କରିବେ, ମାତ୍ର ଯାଜକର ବ୍ୟବସ୍ଥା ଜ୍ଞାନ ଓ ପ୍ରାଚୀନ ଲୋକମାନଙ୍କର ପରାମର୍ଶ ଲୋପ ପାଇବ। ଲେଖାଗଲା ବିନାଶ ଆସୁଅଛି। ମନୁଷ୍ୟକୁ ବିନାଶ କରିବା ନିମନ୍ତେ ସୃଷ୍ଟି କରିନଥିଲେ, ତେବେ ବିନାଶର କଥା ଆସିଲା ନାହିଁ। ପରମେଶ୍ୱର ଅମଙ୍ଗଳକାରୀ ଅଟନ୍ତି କି? ପରମେଶ୍ୱର ଅନ୍ୟାୟ ଅଟନ୍ତି କି? ପରମେଶ୍ୱର ଏକ ବ୍ୟକ୍ତିକୁ ନ୍ୟାୟ ଦେଇପାରୁନି ନାହିଁ କି? ସେ କଣ ତାଙ୍କ ହୃଦୟରେ ବାସ୍ତବରେ ତୋଳ ନାହିଁ କି? ସେ କାହିଁକି ବିନାଶ କରିବାର କଥା ଆପଣ ଧର୍ମଶାସ୍ତ୍ର ବାଇବଲରେ ପ୍ରକାଶ କରୁଛନ୍ତି? ସେ ଆପଣ ହାତରେ କହିଲେ, ଆପଣ ସାଦୃଶ୍ୟରେ କହିଲେ, সেই মনুষ্যକୁ রক্ষা କରିବା ପାଇଁ ଆପଣଙ୍କ ଅଦ୍ଭୁତ ପୁତ୍ରଙ୍କ କୃଷ୍ଣରେ ଶୁଣାଇଦେବା ମନରେ ରହିଲେ। ସେ ବାଟେ ପ୍ରେମ ଦେଖାଇଲେ, ସେ ବାଟେ ପ୍ରେମ କରୁଛନ୍ତି, ତେବେ ବିନାଶର କଥା କାହିଁକି ବିନାଶ କରିବେ? ବାଇବଲରେ ପରମେଶ୍ୱର ଯଦି ଆମେମାନେ ତାହାଙ୍କର ଜ୍ଞାନକୁ, ତାଙ୍କର ଅସ୍ତିତ୍ୱକୁ, ପୁଣି ବ୍ୟକ୍ତିତ୍ୱକୁ ବୁଝିବା ନାହିଁ, ଆମେ ବହୁତ ଆରାମରେ ପଥପ୍ରସ୍ତ ହେବା। ଆଜ୍ଞା, ପ୍ରେମ ଯୋଉ ଥାଏ ସେଇଗୁଣି କ୍ରୋଧ କୁଆଡୁ? ଏଇଟା ଏଣୁ ବାଇବଲର ପରମେଶ୍ୱରଙ୍କୁ ନିହାତି ଜାଣିବା ଦରକାର। से 100% प्रेमी को 100% विचार करता है। एहा दाहंते गुणते नेचरते एट्रिब्यूटते या तो कोन न करा जाय पारिबना। तांकर प्राथमिक इच्छा विनाश करते नुहे, केबे नुहे। आगକୁ ସମୟ ହେଲେ ସେ ସମସ୍ତ କଥା ପ୍ରତ୍ୟକ୍ଷ କରିବେ। କମେଇଲେ ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆପଣମାନେ ଜାଣି ରଖନ୍ତୁ, ବିନାଶ ଆସୁଛି ଆଉ ଏହା ସ୍ପଷ୍ଟ ପ୍ରତୀୟମାନ ହେଉଛି ଆଉ ନିଶ୍ଚୟ ଘଟିବ। ବାଇବଲର ପାତଳରେ କହୁଥିଲି ବର୍ତ୍ତମାନ ସମୟ କି ପ୍ରକାର ବିନାଶ ଆସେ? ପ୍ରଥମ କଥା, ଜ୍ଞାନର ଅଭାବ ସକାଶେ ତାଙ୍କ ଲୋକମାନେ ବିନାଶ ହେଉଛନ୍ତି। ସକାଳୁ ଆମେମାନେ ଯେତେ ଲୋକ ଏହି ସ୍ଥାନରେ ସମବେତ ହୋଇଥିଲେ, କାହିଁକି ମିଟିଂ ହେଉଛି ବୋଲି, ସଭା ହେଉଛି ବୋଲି, ଈଶ୍ୱରଙ୍କ ବାକ୍ୟ ଶୁଣିବା ବୋଲି, ସ୍ତୁତି ଆରାଧନା କରିବା ବୋଲି, ମୁଁ ଠିକ କହୁଛି? ଏଥିପାଇଁ ତ ଖାଇବା ପରେ ଖାଇବା ପିଇବା ବ୍ୟବସ୍ଥା କରାଯାଇଥାଏ। କାହିଁକି ସେମାନେ ନାହାନ୍ତି? ମୁଁ ଏଇଟା କହୁନାହିଁ ମୁଁ ବହୁତ ବଡ଼ ସ୍ପିକର ଆଇ ଆମ୍ ଜଷ୍ଟ ଅ ନୋବଡି। ଏହା ମୋତେ ଜାଣି ରଖନ୍ତୁ, ମୁଁ ଲୋକ ନେଭର କେବେ ନୁହେଁ। ମୁଁ ଏହା ବୁଝେଇ ଦେବା ପାଇଁ ଚାହୁଁଛି, ପରମେଶ୍ୱରଙ୍କ ସାନ୍ନିଧ୍ୟ ଯଦି ଏଇଠି ଅଛି, ଆପଣ କେଉଁଠି? ଆପଣ କେତେ ଜାଣିଲେ ଈଶ୍ୱରଙ୍କୁ? କେତେ ଜାଣିଲେ ପରମେଶ୍ୱରଙ୍କୁ?
परिवार समस्ते परित्राण ज्ञान पाइले कि अविनश्य सेवन महिला जानेगा ज्ञान ईश्वर ज्ञान लोकमान को विनाश आनिए ईश्वर सानिध्य बसर मन हेउले दुर्भाग्य बोली कहिबी कि सौभाग्य बोली कहिबी एठी गोटे कॉइन पड़ी 200 टंका कॉइन पड़ी आपण कौन भावुछन परमेश्वर भाई बोले परमेश्वर कौन भिखारी भाई बोले परमेश्वर व्हाट डू यू थिंक अबाउट गॉड हु इज गॉड क्या बोले भाई बोले परमेश्वर डू वी पीपल हैव एनी सेम इन आवर हार्ट आपण कोई तबे परमेश्वर को प्राण लगे के गला प्राण जने रोका दे ये से आप दर्शन लगे चारी थोड़ा पहले उठा बोले भेड़िया धार मार काई उठियो एमा जान छड़ी शुरू एरा में जानी छु एरा मन लगता एरा भक्ति कौन बाबू से ईश्वर को किया हुआ से पृथ्वी दारो चंद्र दारो सूर्य दारो तारा गण दारो जगत दारो सूर्य दारो एडी के खंडिया पेदी जाओ बात गोला में भिड़ी चौक बासना पैसा के दियो निश्वास दारो गोठल दारो विनाश विनाश एथि मायास आपण कहबे स्टीफन बाबू आपण को धनी लोक सॉरी ओ धनी लोक प्रथम कथा क्लियर दियंतु द्वितीय आपण कहबे मो पाखरे किछि नै अच्छा आपण फोटो पे जो खाउनांती तरकारी खाउनांती मसला पकाउनांती लूण पकाउनांती दिनु को थरे खाउछते जळिया खाइले गोटे पूरी केते गोटे पूरी हां 5 गोटे इडली गोटे पूरी गोटे इडली गोटे खान दिखे सकाळे मिनिमम केते टका पाछ जोर से दिखे कोड़ी 30 छोटी गुणे केते 12 छोटी की या ऑन एवरेज 150 हमें बाइबल में परमेश्वर को जानी चुकी दोस्त का मतलब इधर दोनों को नहीं ये नहीं ये कौन खुला भी होगा लिखा गया जहां खिला जहां वो अवश्य है ଆଉ ଆନନ୍ଦ ସହିତ କଣ ହଉଛି ତମେ ଦେଲେ ପ୍ରଭୁ ପଶିବେ ତମେ ଦେଲେ ପ୍ରଭୁ ଭଜା କର ନା ପାଖରେ ମଧ୍ୟ ଅଛି ପରମେଶ୍ୱରଙ୍କୁ ଦେଉଛୁ ଆଜ୍ଞା ତା ମଧ୍ୟ ତାଙ୍କେ ଦେବା ୟାର କମି କାହିଁକି ହଉଛି ଜାଣୁ we people do not know to whom we are giving ଆମେ ଜାଣିପାରି ନା କାହାକୁ ଦେଇଛୁ ତମକୁ ମାଣ୍ଡିଆ ବିରି ଧାନ ମୁଗ ଆଉ କଣ ଯାକ ହୁଏ କାଜୁ ଆଉ ଦୁଧକୁ କଣ ଯାକ ହୁଏ ଆଉ ଧାନ ଆଉ ମକା ଆଉ ଟିକେ ସାହାଯ୍ୟ କରି ଆଉ କଣ ହୁଏ ଆପଣଙ୍କର କାଙ୍ଗୁଲ କୋଳଥ ଝୁଣୁଗ ଆଚ୍ଛା ए सब तार आशीर्वाद मिलुची माटी देवता ना सूर्य देवता जल देवता चपा देवता कंदा देवता जार दयालु बंचिछु जार दयालु माटी दिले भूमि मिलिছে चाष करि पारुछु
সূর্য বন্ধ করে দেবে, বর্ষা বন্ধ করে দেবে। ଶିଖନ୍ତୁ ଈଶ୍ୱରଙ୍କୁ ଅବ୍ରାହ୍ମଣୀ ଜନ୍ମ ବେଶ ବେଶ ନେଇ ଯାଅ କିଛି କଥା ନେଇ ଯାଅ। ପ୍ରଭୁ କହିଲେ ଏବେ ମୁଁ ଜାଣିଗଲି ରେ ବାପା ଦୁଇ ଜିନିଷ ମତେ ଭଲ ପ୍ରଭୁ ଆମକୁ କହିପାରିବେ, ପ୍ରଭୁ ଆମର ପ୍ରେମାରେ କହିପାରିବେ ଏ ପିଲା ମତେ ଜାଣିଛୁ। ଦାଉଦଙ୍କ ସମୟରେ ଲେଖାଯାଏ ଦ୍ୱିତୀୟ ସାମୁଏଲ 24 ଅଧ୍ୟାୟ ସେ ଯାଉଛନ୍ତି ଅରଣାଙ୍କୁ ନିକଟକୁ ବେଶୀ ବାଇବଲ ଲେଖା ନାହିଁ ଶୁଣ ଦ୍ୱିତୀୟ ସାମୁଏଲକୁ ଗଲେ 24 ଅଧ୍ୟାୟ ଦାଉଦ ଯାଉଛନ୍ତି ଅରଣା ପାଖକୁ। ଅରଣା ଦେଖି ଭାବିଲା ଆରେ ମହାରାଜ ଆପଣ ଆସୁଛନ୍ତି, କଣ ସାହାଯ୍ୟ କରିବି? ସେ କହିଲେ ତମର ଭଲ ଭୂମିଟେ ମତେ ଦିଅ। ଅରଣା କହିଲେ ଆପଣ କହିବେ ମୁଁ ଦେବି ନାହିଁ। ଏଇଟା ଦେଖ ବହୁତ ସୁନ୍ଦର ଅତି ଉତ୍ତମ ଭୂମି, ଆପଣ ନେଇଯାଆନ୍ତୁ ଫ୍ରିରେ। ରାଜା କହିଲେ କିଏ ଯାଆନ୍ତୁ ରାଜା କଣ କହୁଛନ୍ତି ନା ଯାହା ମତେ କଷ୍ଟ ଲାଗିବ ନାହିଁ ମୁଁ ସେପରି ଦ୍ରବ୍ୟ ପରମେଶ୍ୱରଙ୍କୁ ଦେଇ ପାରିବି ନାହିଁ। ମୁଁ ଯାହା ଦେବା ଦ୍ୱାରା ମତେ ବି କଷ୍ଟ ଲାଗିବ ନାହିଁ। 10 ଟଙ୍କା ଦେଲେ କଷ୍ଟ ଲାଗିବ 20 ଟଙ୍କା ଦେଲେ କଷ୍ଟ ଲାଗିବ। ଆପଣ ଅଦ୍ଭୁତ କୋଉ ପ୍ୟାକେଟରେ କୋଉ ନୋଟ ଥିବ ଭଲରେ ଜାଣିକି ଆସିବେ ସଜେଇକି। ଶର୍ଟ ପକେଟରେ ଦାନଟା ଆରମ୍ଭ କରିବେ 10 ଟଙ୍କା, ପ୍ୟାଣ୍ଟ ପକେଟରେ 500, ଏପଟେ 200, ପଛପଟ ପର୍ସରେ ବାକି ଭଲ ଭଲ ସିଲ୍ ନୁହଁ। ହେଲେ ପ୍ରଭୁଙ୍କୁ କୋଉଟା ଦେବା? ଗୋଟେ ଜାଗାରେ ମିଟିଂ ହେଲା ଯେ 15 ଟଙ୍କା 20ଟା ବସ୍ତା ଚିଲ୍ଡ୍ରେନ୍ ଭଲ ଲାଗୁନି ନହେଲେ କୁଟକୁଟା ଅନେକ ଭାବୁଥିଲେ ଏ ଆଜ୍ଞା ଖାଲି ରାନ୍ଧବାଟା କେଲୋ ମ୍ୟାଲେରିଆ ହେଇଛି ଟାଇଫଏଡ୍ ହେଇଛି ମିଠା ଦେଇଛି ମତେ ଦେବେ ଲାଗେ ପରେ। ପରମେଶ୍ୱରଙ୍କୁ ଜାଣିବ ଜୀବନର ସର୍ବଶ୍ରେଷ୍ଠ ବିଷୟ ହେବା ଦରକାର। ଈଶ୍ୱରଙ୍କୁ ଜାଣନ୍ତୁ, ତାଙ୍କର ଭାବନାରେ ଆମକୁ ସେ ଆଶୀର୍ବାଦ କରିବା ପାଇଁ ଚାହାନ୍ତି। ତେଣୁ ଯେବେ ମଧ୍ୟ ସୁଯୋଗ ମିଳେ ଦାନ କରିବା ପାଇଁ ଯଥେଷ୍ଟ ଆପଣଙ୍କୁ ଟିକେ ପଢ଼ିବା ପାଇଁ ମୋ ପାଖରେ ଯଥେଷ୍ଟ ଟାଇମ୍ ନାହିଁ ତ ଅଛି ତ ହାଲେଲୁୟା। କେହି ଜଣ ଟିକେ ସାହାଯ୍ୟ କରିବେ ତ ସେ ବିଧବାର କଥା ଟିକେ ପଢ଼ିବ ତାପରେ ଆମେ ଆଗକୁ ବଢ଼ିବୁ। ମାର୍କ 12 41 ନା ପରେ ସେ ଭଣ୍ଡାର ସମ୍ମୁଖରେ ବସି କିଏ ନା ସେକ୍ରେଟାରୀ ବୁଝା ପଡୁଛି। क्या बोले कौन बैठा? ओ माय गॉड विधवा जीसु ପରେ ସେ ଭଣ୍ଡାର ସମ୍ମୁଖରେ ବସି ଲୋକ ସବୁ କିପରି ସେଥିରେ ପଇସା ପକାଉଛନ୍ତି ଶୁଣନ୍ତୁ। ପ୍ରଭୁ ଯୀଶୁଙ୍କ ସମ୍ବନ୍ଧରେ ଏ ପ୍ରିୟ ଲେଖକ ଲେଖିଲେ ସେ କାଲି ଆଜି ଚିରକାଳ ସମାନ। ସେଇଦିନ ଯୀଶୁ ଆଣ ବାବା ଚୌକି ଆଣ ବୋଲି କହିଲେ ତାକୁ ପିତର ଆଣି ବସିଲେ ଏମାନେ କଣ କରୁଛନ୍ତି ଟିକେ ଦେଖିବି। ଆଚ୍ଛା ଆମ ଯୀଶୁ କଣ ମଧ୍ୟ ଦେଖନ୍ତି କୁହନ୍ତୁ। କିଏ କେମିତି କେତେକି କୋଉ ହୃଦୟରେ ଜବରଦସ୍ତି ନା ହୃଷ୍ଟ ଚିତ୍ତରେ କେତେ ଭାବରେ
କେତେ ପରିମାଣରେ ଦିଅନ୍ତି ସବୁ ସେ ଦେଖନ୍ତି। ତାହା ଦେଖୁଥିଲେ ସେତେବେଳେ ଅନେକ ଧନୀ ଲୋକ ସେଥିରେ ବେଶୀ ପକାଇଲେ। ଆଉ ଜଣେ ଦରିଦ୍ର ବିଧବା ଏକ ପାହୁଲା ମୂଲ୍ୟର 2 କ୍ଷୁଦ୍ର ମୁଦ୍ରା ସେଥିରେ ପକାଇଲା। ତହିଁରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, ମୁଁ ତୁମକୁ ସତ୍ୟ କହୁଛି, ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇଅଛି। କାରଣ ସମସ୍ତେ ଆପଣା ଆପଣା ଅତିରିକ୍ତ କିଛି ପକାଇଲେ, କିନ୍ତୁ ବିଧବା ମ୍ୟାଡମ୍ କେମିତି ପକେଇଛନ୍ତି? କିନ୍ତୁ ଏ ଆପଣର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ନିଜ ପ୍ରାଣ ବଞ୍ଚାଇବା ପାଇଁ ତାହାର ଯାହା କିଛି ଥିଲା ସେଇ ସବୁ ପକାଇଲା। ଏଇଟା ଯାହା ଥିଲା ତାହା ପକେଇଲେ। ଶୁଣନ୍ତୁ ଭାଇ ଭଉଣୀମାନେ, କାନ ଖୋଲି ଭଲରେ ଶୁଣିଥାନ୍ତୁ। ପ୍ରଭୁଙ୍କ କୌଣସି ଦାସ ଯଦି ଆପଣଙ୍କ ଗୃହକୁ ଆସିବେ, କୁଟା କରି ତାକୁ ଦେବେ। ମନ ମଧ୍ୟରେ ଯଦି ପଳାରେ ଭିକାରୀ ଭୁଲରେ ବି ଯଦି ଭାବି ଦେଲେ କିଛି ନାହିଁ। ବୁଝା ପଡୁଛି? ଏମାନେ କଣ ମୋହନ ମାଧ୍ୟମ ସଚେତନ ମାନେ କି ନା କଲେକ୍ଟର ଆଜ୍ଞାର ନା ମୋଦି ଆଜ୍ଞାର? ଏଥିପାଇଁ ଜ୍ଞାନ ଦରକାର, ଜ୍ଞାନ। ଯେ କଲେକ୍ଟରକୁ କଲେକ୍ଟର ରୂପରେ ନିଯୁକ୍ତି ଦେଇଛନ୍ତି ତାଙ୍କର ପିଲାମାନେ ଯେ ମୋହନ ମାଝୀ ଆଜ୍ଞାଙ୍କୁ ସରକାର ବ୍ୟାଖ୍ୟା କରିଛନ୍ତି। ଏଇଟା କହୁଛି ଯେ ମୋଦି ସରକାରଙ୍କୁ ଗାଦି ଦେଇଛନ୍ତି ତାଙ୍କର ପିଲାମାନେ ଏମାନେ। ଜାଣନ୍ତୁ, ସତ୍ୟତା ଜାଣନ୍ତୁ, ସେମାନଙ୍କର ପାଦ ଚରଣ ଗୃହରେ ପଡ଼ିବ, ସେ ଆଶୀର୍ବାଦ ଧନ୍ୟ ଯଦି ଆପଣ ଗ୍ରହଣ କରି ଶିଖିଛନ୍ତି। ଯଦି କିଚକିଚ ହେବାଟା ଶିଖିଛନ୍ତି, ଖୁଜେଇ ହେବାଟା ଆରମ୍ଭ ହେବ। ବୁଝା ପଡ଼ିଲା? ଈଶ୍ୱରଙ୍କୁ ଜାଣନ୍ତୁ। ଭାଇ ସମ୍ପୂର୍ଣ୍ଣ ଜୀବନ ଆମର କେନ୍ଦ୍ରୀଭୂତ ହେବା ଦରକାର ତାଙ୍କଠାରେ, ତାହେଲେ ଖ୍ରୀଷ୍ଟିଆନ ଜୀବନ। ଟିକେ ପ୍ରଭୁଙ୍କ ପାଇଁ ଜାଣି ପାରିପାରିବା କି? ଆଉ তুমি ବଞ୍ଚେଇ ପାରିବ? Hallelujah, hallelujah, praise the Lord. ଜ୍ଞାନରେ ଭାବେ ସକାଶୁ ବିନାଶ, ଧନରେ ସକାଶୁ ବିନାଶ। ପରମେଶ୍ୱର ଦେଖିଲେ ପୃଥିବୀକି ଅନାଇଲେ, ଲୋକମାନେ ଭ୍ରଷ୍ଟାଚାର କରୁଛନ୍ତି, ଭ୍ରଷ୍ଟ ହୋଇଯାଇଛି, ଦୌରାତ୍ମ୍ୟ ବଢି ଯାଇଛି, ହିଂସା ବଢୁଛି, ଯାହାକୁ ଯାହା ଇଚ୍ଛା ତାହା ସେମାନେ କରିଚାଲିଛନ୍ତି। ଈଶ୍ୱରଙ୍କ ପରିବାର ଦୃଷ୍ଟି ଏକ ବ୍ୟକ୍ତିଙ୍କ ଉପରେ ପଡ଼ିଲା ଯେ କି ଧାର୍ମିକ ଦେଖାଯାଏ। କଣ ତାଙ୍କ ନାମ? ଆଜ୍ଞା ପରମେଶ୍ୱର କହିଲେ, ବାବୁ କୁହନ୍ତୁ କଣ କହିବ? ଯେଉଁ ଦୃଶ୍ୟରେ ମୁଁ ଏମାନଙ୍କୁ ସୃଷ୍ଟି କରିଥିଲି, ଏଥିପାଇଁ ମୁଁ ଦୁଃଖିତ ହେଇଯାଇଛି। ସେଇ ଉଦ୍ଦେଶ୍ୟ ସେମାନଙ୍କ ଜୀବନରେ ଜମା ଦେଖାଯାଉ ନାହିଁ। ଏଣୁ ମୁଁ ସମସ୍ତଙ୍କୁ ସମୂଳେ ବିନାଶ କରିବା ପାଇଁ ଚାହୁଁଛି। ତେବେ କଣ କରିବା ପ୍ରଭୁ? ଯାହା ଦେବ ନା ଏନହ ସାଇକେଲ ଦେଖିଥିଲା, ଶଗଡ଼ ଗାଡ଼ି, ଅଟୋ, ଆଉ ଗୋଟେ ମୋଟର ଗାଡ଼ି। କଣ ଆଜ୍ଞା ସେଟା? ମୋଟର ଗାଡ଼ି ଗୋଟେ ଥିଲା ଯାହା
ସେଠି ପ୍ୟାଟେଲ ଭିତରେ କ'ଣ କିଛି ଲୁନା ନବ ଜାଣିଥିଲା ପରମେଶ୍ୱର ପ୍ରକୃତରେ ଅଛନ୍ତି ତାଙ୍କ ବାକ୍ୟ ଶୁଣିଲେ ଭାଇ ଜୀବନ ରକ୍ଷା ନହେଲେ ସଫା କହିଲେ ଆଜ୍ଞା ପ୍ରଭୁ ବୋଲେ କେମିତି ସାଇକେଲ 30-50 করে ବନାଅ ତାପରେ କହିବେ ତମେ ବନାଅ ତାପରେ କରିବ ଇଏ ସେ ହଉ ମୁଁ କରିଦେବି କିନ୍ତୁ ଶୁଣ ମୁଁ ଚାହୁଁନାହିଁ ଲୋକମାନେ ବିନାଶ ହୁଅନ୍ତୁ ମୁଁ ଚାହୁଁନାହିଁ ସମସ୍ତଙ୍କୁ ବିନାଶ କରିବା ହେଲେ ମୁଁ କଣ କରିବି ତୁମେ ଯାଅ ଯାହା ଦ୍ୱାରା ମୁଁ ଚାଲିଥାଏ ଆଉ ଧର୍ମର ପ୍ରଚାର କର ସେମାନଙ୍କୁ ଶିଖାଅ ସେମାନଙ୍କୁ କୁହ ମହାବିନାଶର ଦିନ ଘନେଇ ଆସୁଛି ସମୟ ଥାଉ ଥାଉ ସତ୍ୟକୁ ଗ୍ରହଣ କର ଜାହାଜରେ ଯାଇ ପ୍ରବେଶ କର ଯଦି କରିବେ ମୋର ବାକ୍ୟରେ ଯଦି ବିଶ୍ୱାସ କରିବେ ସେମାନେ ବିନାଶ ବେଶୀ କିଛି କାମ କରିବାକୁ ପଡ଼ିବ ଏହା ଲେଖା ଅଛି ଚିତ୍ରରେ କିନ୍ତୁ ମୁଁ କହିବା ପାଇଁ ଚାହୁଁନି ମୋତେ ସମୟ ଅନୁମତି ଦେବ ନାହିଁ ପ୍ରଥମ 2:20 ଦ୍ୱିତୀୟ 2:5 ଲେଖିଥାନ୍ତୁ ଯଦି ଚାହିଁବେ ତାହେଲେ ଘରେ ଯାଇକି ପଢ଼ନ୍ତୁ ପ୍ରଚାର କଲେ ଦିନ ପରେ ଦିନ ମାସ ବର୍ଷ ହେଇଗଲାଣି ପ୍ରଚାର କରୁଛନ୍ତି କ'ଣ ଗୋଟେ ପ୍ରଚାର କରୁଥିଲେ ଶୁଣ ଭାଇମାନେ ବାଇବେଲର ପରମେଶ୍ୱର ଜୀବନ ସେ ନ୍ୟାୟବାନ ସେ ଧର୍ମପୃଷ୍ଠରେ ଅତ୍ୟାଚାର ଦେଖିଲେ ଭ୍ରଷ୍ଟାଚାର ଦେଖିଲେ ଦୟାରେ ପଡ଼ିଯାଇଛି ସେ ଚାହୁଁଛନ୍ତି ଆପଣ ଲୋକମାନଙ୍କୁ ବିନାଶ ନ କରିବା ପାଇଁ ବରଂ ପୃଥିବୀକୁ ବିନାଶ କରିବେ ଆପଣ ସୁସ୍ଥ ପ୍ରାଣୀମାନଙ୍କୁ ରକ୍ଷା କରିବେ ଏଣୁ ତାହାଙ୍କ ବାକ୍ୟରେ ଯଦି ଆପଣ ବିଶ୍ୱାସ କରେ ବାକ୍ୟକୁ ଲାଇଟଲି ନ ବାକ୍ୟକୁ ସିରିୟସଲି ଯଦି ଜାହାଜରେ ପ୍ରବେଶ କରିବ ତୁମର ଜୀବନ ବିନାଶରୁ ରକ୍ଷା ପାଇବ ଲୋକମାନେ କ'ଣ କହିଥିବେ ତାର ଭାଇନା ସେଟା ପ୍ରଚାରକ ଟୋକା କହିଲା ଆମେ ଶୁଣବୁ ଏକ୍ଜାକ୍ଟଲି ନବକୁ ମୋତେ ଏଇଟା କୁହାଯାଇଥିଲା 5 ପଇସା ତୋର ବୁଝାପଡ଼ୁଛି ବର୍ଷା ହେବ ବୃଷ୍ଟି ହେବ ବାତ୍ୟା ଆସିବ ତୋଫାନ ବହିବ ଆମର ସମସ୍ତ ଜୀବନ ସଜାଇଯିବ ତୁମେ ଜାଣିବାରେ ପ୍ରବେଶ କର फालतू बता हमको समय नहीं है ये सब हम नहीं सुन सकते हमको अभी घूमने जाना है हमको क्या चीज करना है हम इसी में आपका प्रचार नहीं सुन सकते हैं तो आप ଲୋକମାନେ ତୁଚ୍ଛ ମଣୁଥିଲେ ଲୋକମାନେ ବିଶ୍ୱାସ କଲେ ନାହିଁ ଈଶ୍ୱରଙ୍କ ଜୀବନର ବାକ୍ୟକୁ ବିଶ୍ୱାସ ନ କରିବାର ପରିଣାମ ଅନନ୍ତ ବିନାଶ ସମୟ ଆସିଲା ପରମେଶ୍ୱର କହିଲେ ବାବୁ टाइम ହେଇଗଲା ବାପା ହେଇଗଲା କି ଓକେ ବାବୁ ହେଲେ କବାଟ ତାଲା ପକେଇଦେବି କି ନାଇଁ তুই ପକେଇଲେ ହେବ ନାହିଁ କିଏ ପକେଇବାର ଅଛି ମୁଁ ପକେଇବି ତୁମ ପକେଇବ ଓକେ ବାବୁ ନ ଇସୁ ପକେଇଦେବ ଗୋଟେ ବିଚିତ୍ର ଆପଣଙ୍କୁ ଡର ନ କରି ପକେଇ ଦେଇଥିଲି ବର୍ଷେ କ'ଣ ଖାଇବେ କ'ଣ ପିଇବେ ଆଉ ସେ ଘର ଭିତରେ କିଏ କିଏ ଅଛନ୍ତି ବାଘ ହଇନା ବାଘଣୀ ଦିଦି सिंह तार 15 सिंहुनी हाथ हाथी तुड़ी सीढ़ी बाघ सीढ़ी हरिण ए हरिण बाघ मैंने गुड मॉर्निंग बोले प्रेज लॉर्ड बोली बोली से ताको काम नहीं ये ताको चुबो बाइबल के पढ़िले बाइबल को ए हिनस्ता मन भीतर पुरेले बुझी पारबा जा बुझे সেই সিংহ সেই বাঘ সেই হরিণ সেই বাঘ
ଗୋଟେ ବେଳା এই গুহার মধ্যে গলে আমাকে কাশ রসম ঠান্ডা ইনফেকশন হয়ে যাচ্ছে বর্ষ যাক গাই কুকুর অছি আর ঘোড়ার অছি আর বাঘর অছি আর হাতির অছি হাতির পেট কেড়িকেটা তার পেটে থিবা পখাল ভাত কেটে থিব বাসা ଯୋଉଟା ଡାଉନଲୋଡ୍ ହେଇଛି ସେଟା ଡାଉନଲୋଡ୍ ହବ ଆଉ ଅପଲୋଡ୍ ହବ କେତିକି ଥିବ ମଜା ବାସନା ହଉଥିବ ଆମର ଅପବୟ ହୁଏ ନା କଣଟା ଖାଇବାକୁ ଯାଇଥିଲେ କାଣ ଖାଦ୍ୟ ହେଲେ ସେ ଥିବ ନା ନାହିଁ ସେଠି ମଜା ବାସନା ଆସୁଥିବ ଆଉ ଗୋଟେ କାଶଟେ ହେଲା ବି ନହବ କି ତାର ଅର୍ଦ୍ଧାଙ୍ଗିନୀ ତାର ପୁଅ ଝିଅମାନଙ୍କୁ ସେ ନାହିଁ ଏବେ ସମସ୍ତେ ଆସିଲେ ଏ ଲୋକମାନେ ବାଘ ସିଂହ ହାତୀ ଘୋଡ଼ା ମେଣ୍ଢା ହରିଣ ସବୁ ଭିତରେ ସମସ୍ତେ ଭିତରେ ପ୍ରବେଶ କଲେ ସଦା କଲେ ଏଥର ନହର ଭିତରେ ବର୍ଷା ହବ ନା ଆମେ ଏଠି କୋଉଠି ମରି ଯିବୁ ନା ନିଶ୍ୱାସ ନେଇ ହବ ହେଲା ଘଡଘଡି ଚଢଚଢି ମାରଲା କଣ ହେଲା ସର୍କସ୍ ଦେଖୁଛ ପାଖରେ ଦେଖ ତାଙ୍କ ଜୀବନ କେମିତି ଆମେ ଘମାଡ଼ି ଆସୁଛି କଣ ହେଇଗଲା ଦୁଆର ବନ୍ଦ ହେଲା କଣ ହବ ସର୍କସ୍ ଦେଖ କଳା ମେଘ ଆସିଲା ଏମିତି ଗୋଡ଼ ଗୋଡ଼ି ବର୍ଷା ଛେଚିଲା ଆଜ୍ଞା ମୁଷଳ ଗଳାରେ ଗୋଟେ ଗୋଟେ ଟପାରୁ ଷ୍ଟାର୍ଟ ହେଲା ଛେଚି ଦେଲା ବନ୍ଦ ହେବାର ନା ନାହିଁ ଆଉ ବନ୍ଦ ନାହିଁ ଏଥିରେ ଦେଖୁଛ ତମେ ଠେପା ଠେପା ଆଖିରେ ବାଘ ପାଇଁ ସିଂହ ଦେଖୁନ ସର୍କସ କାହିଁକି ସେମାନେ ବିନାଶ ହେଲେ କାହିଁକି ସେମାନଙ୍କର ବିନାଶ ହେଲା They took the word of God lightly. ହେଇଯିବ ପୁଣି ବାପା ଆଉ ଟାଇମ୍ ନାହିଁ ଆଉ ଗୋଟେ ବର୍ଷ ସଫା ହେଲେ ଆମେ ଆସିବୁ ନାହିଁ ଆଉ ଗୋଟେ ବର୍ଷ ହେଲେ ଆମେ ଧାନ କରିବୁ ନାହିଁ ଆଉ ଗୋଟେ ବର୍ଷ ହେଇଯିବୁ ନାହିଁ ଆଜ୍ଞା ମ୍ୟାଲେରିଆ ବାହାରିଲା ପରେ ସିନା ଇଞ୍ଜେକ୍ସନ ବାହାର କଲେ କରୋନା ହେଲା ପରେ ସିନା କରୋନା ଭ୍ୟାକ୍ସିନ ବାହାର ହେଲା ହେଲା ଆଗମନ ହେଲା ପରେ ଆଗେ ପବିତ୍ର ହେବେ आ रहा है समझ में ସେମାନେ ଈଶ୍ୱରଙ୍କ ବାକ୍ୟକୁ ଶୁଣି ନେଲେ ଈଶ୍ୱରଙ୍କ ବାକ୍ୟର ମହତ୍ଵ ସେମାନଙ୍କ ଜୀବନରେ ଦେଖାଗଲା ନାହିଁ ସବୁଦିନ ବିନାଶ एक पढ़ेगा द्वितीय भीतर 3:12-7 ପୁଣି ଏହି ବର୍ତ୍ତମାନ ଆକାଶ ମଣ୍ଡଳ ଓ ପୃଥିବୀ ସେଇ ବାଘ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି এই বর্তমান জগতে এই বর্তমান পৃথিবী কাହା ପାଇଁ ରଖାଯାଇଛି बोले ना सर अभी से अभी जो सुबह चाहिए बोले ना तो नाम सुन भाई ପୁଣି ଏହି ବର୍ତ୍ତମାନ ଆକାଶ ମଣ୍ଡଳ বর্তমান আকাশ মণ্ডল ଓ ପୃଥିବୀ ও পৃথিবী ସେଇ ବାଘ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ বিনাশের দিন যায় ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇ କାହା ପାଇଁ ବର୍ତ୍ତମାନ ପୃଥିବୀକୁ ରଖାଯାଇଛି भाई मैंने सुन ले बोला अधार्मिक क्या पाए अधार्मिक लोक
এই পৃথিবীর মধ্য শেষ দশা অতি শীঘ্র আসুଛି। প্রভুଙ୍କ দিନ ଚର ପରି ଉପସ୍ଥିତ ହେବ। ସେଇଦିନ ଆକାଶ ମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ। ପୁଣି ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁ ସବୁ মনুষ্য দ্বারা নির্মিত বস্তু ଦଗ୍ଧ ହେବ। পৃথিবী দগ্ধ হবে, আকাশ মণ্ডল দগ্ধ হবে, মনুষ্য যারা তিଆରି କରିছে ସବୁ ଦଗ୍ଧ ହେବ ଅର୍ଥାତ୍ ବିନାଶ ସୁନିଶ୍ଚିତ। ସେଦିନ ନ ପ୍ରଚାର କରିଲେ ଲୋକମାନେ ଶୁଣିଲେ ନାହିଁ। ଆଜି ତାଙ୍କ ଦାସମାନଙ୍କୁ ପଠାଇ ସେ ଶିଖାଉଛନ୍ତି, ସତର୍କବାଣୀ ଜଣାଉଛନ୍ତି ଯେ ଶୁଣିବ, ନିଜ ନିମନ୍ତେ ଗ୍ରହଣ କରିବ, ଚିର ନଗରରେ ପ୍ରବେଶ କରିବ ଈଶ୍ୱର ସାନିଧ୍ୟରେ, ଧନ୍ୟତାର ଜୀବନ ହବ। ଶୁଣନ୍ତୁ ମାଆମାନେ ଦୟାକରି ଶୁଣିଛ, ତମେ ଯେମିତି ଜାଣିଛ ପାପ ଭଲ ନାହିଁ, ଏଣୁ ପାପରୁ ମତେ ପରିତ୍ରାଣ ପାଇବାର ଅଛି। ଏଥିପାଇଁ ଘରକୁ ନ ଯାଇ ତାଙ୍କ ସାନିଧ୍ୟରେ ରହିବାକୁ ଭଲ ପାଇଲ। ଆଚ୍ଛା, ତମେ ଜାଣିଛ ପ୍ରଭୁ ଯୀଶୁ ଆସିଛନ୍ତି ପରିତ୍ରାଣ ଲୋକଙ୍କୁ ନେବା ପାଇଁ। ଏଥିପାଇଁ ଯୋଉଠି ମୁକ୍ତି ହେବ, ଯୋଉଠି ଫାଶୀ ହେବ, ଯୋଉଠି ସଭା ହେବ, ତୁମେ ଆଗରେ ଯାଉଛ, ବହୁତ ଭଲ କରୁଛ। ତେବେ ମୋର ପ୍ରଶ୍ନ, ତମେ ସ୍ୱର୍ଗରାଜ୍ୟ ଯିବା ପାଇଁ ପ୍ରସ୍ତୁତ ହେଉଛ? ତମର କନ୍ୟା ପୁଅ ଆଉ ତମର ସ୍ୱାମୀ ମଧ୍ୟ ପ୍ରସ୍ତୁତ ହେଲାଣି ତ? ପଚାରନ୍ତୁ। তোমার স্বামী ছাড়িলে তোমাদের নিঃস্ব গঙ্গাই কাজে তোমার ভেড়িয়া বুয়া মানে এই সেবা করো, মা মানুষের সেবা করো। বয়স কি পড়লাম আসন্তু মহিলা শুনতে তো লেখাই নাই। ଏମିତି ଜୀବନରେ ଆପଣମାନେ ଏହା ସ୍ପଷ୍ଟ କରୁଛନ୍ତି, ମୋର ନାଁ ହେଉଛି ସ୍ୱାର୍ଥପର। ପଇସା ଟିକେ ଦଉନ, ଟିକେ ଦରକାର ଅଛି, ଟିକେ ଏଇଟା କିଣିବି, ସେ ଟିକେ ସେଟା କିଣିବି, ମୋର ଅର୍ଥ ଟିକେ ଭଲ ହେଇଛି ତ ତାକୁ ଟିକେ ଲେଖି ପ୍ରମାଣ କରିବି। ପଇସା ମାଗିଲା ବେଳକୁ ଫସଲେଇବା ଜାଣିଛ, ସେ ତମର ଆଦମ ଯାଉଛି ନକରେ ଦେଇବା ପାଇଁ, ତାକୁ ଫସଲେଇ କରି ଈଶ୍ୱରର ସାନିଧ୍ୟ ଆଣବାଟା କେବେ କରିବ? Now is the time. There is no guarantee of tomorrow. କାଲିର କିଛି ଜାଣିବେ ନାହିଁ। ଆଜି ସମୟ, ଆଜି ପରିବର୍ତ୍ତନର ଦିନ, ଆଜି ଅନୁଗ୍ରହର ଦିନ, ଆଜି ମୁକ୍ତି ପାଇବାର ଦିନ, ଆଜି ଫେରିବାର ଦିନ, ଆଜି ନିଷ୍ପତ୍ତି ନେବାର ଦିନ। କାହିଁକି ପ୍ରଭୁ ତୁମକୁ ସେଇ ସ୍ୱାମୀ ଦେଇଛନ୍ତି? ବୁଲୁଥାଉ ବୋଲି, ବାହାରୁଥାଉ ବୋଲି, କାମ କରୁଥାଉ ବୋଲି, କାହିଁକି ତୁମକୁ ତାଙ୍କ ସହିତ ଯୋଡ଼ିଛନ୍ତି? Why? ତମେ ମନେ କର, ମୁଁ ଜାଣିଲେ ତମେ ମନେ କର ତମ ହିସାବରେ ଠିକ ଅଛ, ପ୍ରାର୍ଥନା କରୁଛ, ବାଇବଲ ପଢୁଛ, ମେସେଜ ଶୁଣୁଛ, ପ୍ରସ୍ତୁତ ହେଉଛ, ପାପ ଛାଡୁଛ, ପବିତ୍ର ହେଉଛ। What about your ସ୍ୱାମୀ? ସେମାନେ କାହିଁକି ନାହାନ୍ତି? ତମ ପୁଅ ଝିଅମାନେ କାହିଁକି ନାହାନ୍ତି? କାହିଁକି ଉଚ୍ଚତର ଶିଖିଲ? ବାରମ୍ବାର ଆଚ୍ଛା, ଟିକେ ଉତ୍ତର ଦେବେ। କଣ ଚାଲିଛି? गुलबा 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 ଶୁଣନ୍ତୁ, ଆମେ ଗୁଲୁବା ପହଞ୍ଚାଇଛେ ସମସ୍ତେ ପ୍ରାୟ। ମନେ କର
ନାସାର ବୈଜ୍ଞାନିକ ମାନେ ସେମାନେ ପରୀକ୍ଷା କରିବେ ତୋଳିଥିବେ ଦେଖିବେ ଯେ এই পঞ্চায়েতর মাটি তলে ବହୁତ ବଡ଼ ଗୋଟେ ଲାଭ ଅଛି। ଜାଣନ୍ତୁ ଲାଭ ମାନେ କ'ଣ? କ'ଣ ଲାଭ ମାନେ? ଆଜ୍ଞା ଅଗ୍ନିର ବହୁତ ବଡ଼ ଗୋଟେ ଜାଗା ଲୋକ ବୋଲି ଭାବନ୍ତୁ, ବୁଝିବା ଭାଷା। ତଳେ କ'ଣ ଅଛି ମନେ କରନ୍ତୁ? ନିଆଁ। ଆଉ ସେମାନେ ଦେଖିଲେ এই লাভা ব্লাস্ট ହେବାକୁ ଯାଉଛି। ଆଜି କେତେ ତାରିଖ? 2 ମାର୍ଚ୍ଚ 2026। এই লাভা বিস্ফোরণ হব, বিস্ফোরণ হব মার্চ 10 তারিখ 2026। আচ্ছা, ସେମାନେ ପରୀକ୍ଷା ନିରୀକ୍ଷା କଲେ ଓ ଟିଭିରେ, ଏଇ ଟିଭିରେ, ଜି ଟିଭିରେ, ଆଉ ହିନ୍ଦୀରେ, ଆସ୍ତାକରେ, ଆଉ ଯେତେ ନ୍ୟୁଜ୍ ଚ୍ୟାନେଲ ଅଛି, ଯେତେ ସମାଜ ପେପର ଅଛି, ପୁରା ପୁରା 100% କନଫର୍ମ 10 ତାରିଖରେ ମାର୍ଚ୍ଚ ମାସରେ এই পঞ্চায়েত পুরা অগ্নিରେ ନଷ୍ଟ ହେଇଯିବ। ଘନ ଆନାଉନ୍ସମେଣ୍ଟ ଚାଲିଛି। ସରକାର ଲୋକମାନେ ଆସି ଆମମାନଙ୍କୁ ଚେତାବନୀ ଦେଉଛନ୍ତି, ହେଲେ ସବୁ ଶୁଣିଲା ପରେ ମଧ୍ୟ ଆମେ ଏଇ ପଞ୍ଚାୟତରେ ହିଁ ରହିବା ନା ପଞ୍ଚାୟତ ଛାଡ଼ି ସବୁ ପଳେଇବା? ଜଳି ପଡ଼ି ମରି ରହିବା ବୋଲି ଆମେ ଯିବାନି ନା ବାହାରକୁ ଛାଡ଼ିକି ଯିବା? ଟିକେ ମା ମାନେ ଉତ୍ତର ଦିଅନ୍ତୁ। ଆଜ୍ଞା ଆପଣମାନେ ଅଛନ୍ତି? କୋଉମାନେ ନାହାନ୍ତି କହିବା ହାଲେଲୁୟା। अगर 3 दिन सभा होते पिता अग्नि टाइम नहीं तो हमर मन अच्छे आगे बात रे बारी आगु अच्छी बेसी अच्छी ঈশ্বরের ব্যাপারে স্পষ্ট বলছি এই দুনিয়া পঞ্চায়েত নয়, মহারাজ নয়, গজবন্দ নয়, ওড়িশা নয়, ভারত নয়, এশিয়া নয়, পুরা পৃথিবী ओ भूमि मध्य रखा जाए विनाश जो अपना मुख असार कर निजर मन प्राण आत्मा शरीर पूरा संपृक्त ईश्वर वाक्य को सीरियसली नहीं विनाश अपना जीवन रक्षा ज्ञान अभाव ईश्वर ज्ञान अभाव विनाश नंबर 2 धन पक्षर जो आप पागल ताहा विनाश सागर आपको बंधन कर नंबर 3 सीरियसलेसनेस गांभीर्य भाव नथिबा हालुकार ईश्वर वाक्य को ईश्वर वाक्य को विश्वास न करवा लाइटली ग्रहण करवा हाँ जीव पड़ा हाँ फल खाइले कौन जीव ए फुल जहा और ए जो ताहा ए फल मध्य ताहा ताहा नाइल परे पाइबे careless ईश्वर के बातें भी careless attitude विनाश आने जगत सावधान ईश्वर लोक मन गोटे वाक्य मन कर पढ़े ताहा मन निमंते लेखा अछि एपरि ग्रहण परिवार जीवन में केवे विनाश आसब केवे ताहा दानियल को जीवन आप देखि पाइबे जोसेफ को जीवन देखि पाइबे हालेलुया प्रेज गॉड चारि कवि गीत बोले छो अध्याय बोले गीत बोले छो अध्याय बोले पुरुष नितांत निर्बोध जे निज प्राण नाश करिब से हि ताहा करे जोने परदारगामी पुरुष अटंती जोने व्यभिचारी अटंती
ଘରେ ଗୋଟେ ଗାଁରେ ଗୋଟେ ଅଫିସରେ ଗୋଟେ ସହରରେ ଗୋଟେ ମୋବାଇଲରେ ଗୋଟେ ଏବେ ଭଉଣୀମାନେ ଭାବୁଥିବେ ତାଙ୍କୁ କରିବା ଇଚ୍ଛା ତାଙ୍କୁ କହିବା ଆଚ୍ଛା ଜଣକୁ ଫୋନ କରି ଡେରି ମିଲ୍ ଆଉ ଜଣକୁ ଫୋନ କରି ରିଚାର୍ଜ କରିଦେ ଆଉ ଜଣ ସହିତ ପାର୍କରେ ଅବଶ୍ୟ ଏହି ସ୍ଥାନ ମାନଙ୍କର ଭିଡ଼ ହେଉନଥିବ ଆମର ସହରର ଅଭାବ ନାହିଁ ଆଜ୍ଞା ବର୍ଣ୍ଣନା କରିବେ ଭୟଙ୍କର ଘଟଣା ନିଜ ପ୍ରାଣର ପ୍ରେମ ନାଁରେ ଯଥେଷ୍ଟ ପାପ ଚାଲିଛି ଯଥେଷ୍ଟ ପାପ ଚାଲିଛି ଆଜ୍ଞା ପ୍ରେମ ଏକ ବ୍ୟକ୍ତିକୁ ଆନନ୍ଦ ଦିଏ ବା ଦୁଃଖ କ୍ଷତି ପହଞ୍ଚାଏ ଅମଙ୍ଗଳରେ ଦିଏ ନା ମଙ୍ଗଳରେ ଚିନ୍ତା କରେ ପ୍ରେମ ଯଦି ଅଛି ସେ ଶାନ୍ତିରେ ଶୋଇବା କଥା ନା ରାତି ଯାକ ଛଟପଟ ହେବା କଥା କୋଉଟା ହେଉଛି ପ୍ରେମ ଯଦି ଅଛି ଶାନ୍ତିରେ ପଖାଳ ଭାତ ମଧ୍ୟ ଖାଇବା କଥା ନା ସେ ପଖାଳରେ ମଧ୍ୟ ସେ ଥାଳି କିନାରେ ମଧ୍ୟ ସିଏ ଜଳଖିଆ ଇଡଲିରେ ମଧ୍ୟ ତାର ମୁହଁ ଆଉ ବହି ଖୋଲିଲେ ଶୁଣନ୍ତୁ এই ଅଞ୍ଚଳର ମା ବାପାମାନଙ୍କ ବିଲମ୍ବର ସହରକୁ ଯଦି ଆପଣ ପୁଅ ସେମାନଙ୍କୁ ପଠାଉଛନ୍ତି ବାରମ୍ବାର ସେମାନଙ୍କୁ ଚେକ୍ କରୁଥିବେ ଯେହେତୁ ଆପଣଙ୍କର ପାଖ ସହର ବ୍ରହ୍ମପୁର ଆଉ ମୁଁ ରହୁଛି ସେଇ ସହରରେ ଆଉ ଆମର ପିଲାମାନେ କେମିତି ହେଉଛନ୍ତି ମୁଁ ଭଲରେ ଦେଖୁଛି ଏଥିପାଇଁ ଭଲରେ ବୁଝ ଏଠି ଯେମିତି ସାଧୁ ହେଇଥାଉଛନ୍ତି ତମ ପାଖରେ ବ୍ରହ୍ମପୁରରେ ବି ସାଧୁ ନା ତା ଆଗରେ ଆମର ଓଡ଼ିଆ ବର୍ଣ୍ଣମାଳାର ପ୍ରଥମ ଶବ୍ଦ ଲାଗି ଯାଉଛି କଣ ହବ ଆଚ୍ଛା ଅଯୁକ୍ତ ସାଧୁ କଣ ହବ ଆମ ପିଲାମାନେ ସେମିତି ନୁହନ୍ତି ତ ବ୍ରହ୍ମପୁର ସହରରେ ପରୀକ୍ଷା କରି ନଥିବେ ବହୁତ କି ଷ୍ଟାଇଲ ଆଜ୍ଞା ମୁଁ ପିଓର ଲୋକାଲ ପିଲା ବ୍ରହ୍ମପୁର ପିଲା ବେଶ ଦେଖିଲେ ସ୍ପଷ୍ଟ ବାହାରି ହୁଏ ଏମାନେ କୋଉ ଜିଲ୍ଲାର ପିଲା ମା ବାପା ମାନେ ଯଦି ସିରିୟସ୍ ହେବେ ନାହିଁ ନିଜ ପୁଅ ଝିଅର ଭବିଷ୍ୟତ ଆଗାମୀ ବିନାଶର ରକ୍ଷା ନିମନ୍ତେ ଭୟଙ୍କର ଦୋଷ ହବ ଭୟଙ୍କର ଦୋଷ ହବ ପୁରାତନ ନିୟମର ଏକ ବ୍ୟକ୍ତି ଆପଣ ପୁଅ ଝିଅମାନଙ୍କ ନିମନ୍ତେ ପ୍ରଭାତ ରଖି ଆଇ ଭାଇ করে পাঁচ জলদি কর শীঘ্র ପୁଣି କାଳିକ୍ରମେ ସେମାନଙ୍କ ଭୋଜରେ ଦିନଗତ ହୋଇ ଆଇବ ସେମାନଙ୍କୁ ଡକାଇ ପବିତ୍ର କଲା ଓ ଅତି ପ୍ରଭାତରେ ଉଠି ସେ ସମସ୍ତଙ୍କ ସଂଖ୍ୟାନୁସାରେ ତମ ଭଳି ଉତ୍ସର୍ଗ କଲା କାରଣ ଆଇବ କହିଲା ଆଇବ କଣ କହିଲା କହିପାରେ ହୋଇପାରେ ଆମର ପୁତ୍ରମାନେ ପାପ କରିଥିବେ ମୋର ପୁଅ ଝିଅମାନେ ପାପ କରିଦେଇଛନ୍ତି ପୁଅମାନେ ମୋର ପୁଅ ଝିଅ ମାନେ ପାପ କରିଦେଇଛନ୍ତି ଏଇଟା କହିଲା କରି କନଫର୍ମ ନା କନଫର୍ମ ନାହିଁ ନାହିଁ ହେଲ୍ପ କର କନଫର୍ମ ନା କନଫର୍ମ କନଫର୍ମ ଟିକେ ଆପଣ କରନ୍ତୁ ପଢ଼ିଛନ୍ତି ଦର୍ଶ କରନ୍ତୁ ଚାଇ এই গ্রুপ कार्यक्रमे सेमानको बंधन दिन गत हुँते आइब सेमानको डकाई पवित्र कला ଆଇବ ପ୍ରେମ ଡାକରା ଆସିଲେ ହେମନ୍ତ ବର୍ଷରେ ଆଉ ଶୀତ ସର୍ବ ଗ୍ରୀଷ୍ମ ସବୁ ପିଲାମାନଙ୍କୁ ନାଁ ଡାକି ଅଣିଲା ଆଚ୍ଛା ଆଣିଲା ପରେ କ'ଣ କରୁଛନ୍ତି ପ୍ରଭାତରେ ଉଠିଲା ସଂଖ୍ୟା ଅନୁସାରେ ହଁ ଆମ ଭଳି ଉତ୍ସର୍ଗ କଲା ଓକେ ପ୍ରେ କଲା କାରଣ
ଆଇବ କଣ ହଉଛି ହୋଇପାରେ এই শব্দ মানে কোন কি Praise the Lord. Hallelujah. Are you sure? Okay, good. एक आगे में ताली मारवा नहीं तो मारी तो Hallelujah. सुनो पुरातन नियम व्यक्ति ଆଉ ବ୍ୟକ୍ତିତ୍ୱ he was not convinced ସେ ସୁନିଶ୍ଚିତ ନଥିଲେ ତାର ପୁଅ ଯୋଉମାନେ ପାପ କରିଛନ୍ତି वो मद पीछे कि नाई गुटखा खाई कि नाई लाइन मारो कि नाई दांडरे पुलिस कि नाई वार्ड पुलिस खाउची कोण कोण खाउची राती जाको तार मुख खाई के लाठी नहीं खाउची कमर ढाकी कोण देखि खाउची बाइबल का व्यस्त खाउची ना बाइबल पढी आउ गोटे बाइबल रो ऊपर कलर की कलर है सब बोले हां अच्छा तार ऊपर कलर की कलर दुईटा सेम नहीं तो ओड़ा देखी कोई खाउची हमें 100% कंफर्म छु हमें जानिछु हम गो बोल नाही छुआ बोल नाही ताको कथा भाषा बोल नाही ताको स्वभाव बोल नाही से माने गर्भी होते पाठना रे साथ चलेछन्ती हमें समान को पाई ईश्वर को सानिध्य रे केते विनती उत्सव करूछि केते अंत पाउछि माँ बापर दायित्व लेके बुझंतु केवल हस्ते छाड़ी देले किछि हबो नाही कहा बड़ विषय हो शुणु आउ गोटे कथा ऐड करूछि भल पाठ भी मन पड़े बाहर गइला भुवनेश्वर दिल्ली मुंबई आपण जोठी छाड़ी मोर कि आपका में होय आपण छाड़ंतु मोर पॉइंट सेमान को आजादी जिंदगी दियो नहीं ଭଲ ପାଠ ପଢିଲା ଭଲ ଚାକିରି କରିଲା ଭଲ ଇନକମ୍ କଲା ତେବେ ମୋର କଥା ସେ ମୋଟା ରକମର ଦରମା ପାଇବାର ମତଲବ ଏହା ଗ୍ୟାରେଣ୍ଟି କି ସ୍ୱର୍ଗ ପଳେଇବ ଆଜ୍ଞା ଅଛି ଗ୍ୟାରେଣ୍ଟି ସେ ପାଠ ପଢୁନି ନ ପଢେ ପାଇଗଲା ତେବେ ସ୍ୱର୍ଗ ରାଜ୍ୟ ବାସ୍ତବ ଜାଣିପାରିବ ଏଇଟା ରହିବା ଦରକାର हाय बोली सहर को छाड़ी दे एमाने एठी चाष करी थे रोटी कटी थे काम धाम करथिबे आ ताको पैसा पडोथिले से बुली बुली बोलाई मारी नहीं के घर द्वार स्कूल कॉलेज प्रथम तो नहीं जमा को नहीं यदि पठेबे छाड़ी दे बुला को चला ना के बारे ये सेमान को प्रभु आपन को हस्त कर देछे आपन को दायित्व Hallelujah. Praise the Lord. Hallelujah. যুবা যুবতী কথা বলেছে সে যদি প্রেম করুছে তাকে সে দুঃখ দেওয়া কথা একটু উত্তর দেবে এই উত্তর দেবে যদি প্রেম করুছে তাকে অপমান করিবা কথা आगे ठीक है हेल्प करो परमेश्वर हमको प्रेम करले जे बेसी दुख देले परमेश्वर प्रेम हमको बेसी करले जे हमको बेसी अन्याय करले परमेश्वर हमको प्रेम करले जे हमको दांडरे घाटरे पकेले सुनो छियो माने तुम्हारे शरीर संस्था नाय ए मनुष्य अपने पवित्र हस्त प्रेम नारे फुसले कोई तुम्हें टाइम नहीं से मानव जन देखो तो सोचे मैं ना उठा रहे हालेलुया प्रेज द लॉर्ड प्रेज द लॉर्ड प्रेम को बुझो प्रेम हित जनक स्वर्गदा मंगल चाहिए ये प्रेम करुछि बोली चुन्नी काहे छिकुछि एटा की प्रेमर लक्षण प्रेम करुछि बोली एकाकिता के तार सहित थाउछि एटा की प्रेमर लक्षण प्रेम करुछि बोली लागी गोरी काहे बसुछि एटा की प्रेमर लक्षण प्रेम को बुझंतु पाप को बुझंतु विनाश एपोरे विनाश आज्ञा मोर मन पड़े कोन गोटे पिला तार लाइफ कैरियर केबे से सेकेंडरी नहीं
केबे सेकंड है नहीं अप टू 10th क्लास केबे सेकंड है नहीं स्कूल रे टॉपर एक क्लास रो 200 क्लास स्कूल रे टॉपर क्लास जेते बेले 11 श्रेणी रे नाम तारो लिखिला एमिति दिन आसला 12th एग्जाम मथु देई पाता है कारण कोन जानो कि प्रेम प्रेम ताको हेल्प कला कि परीक्षा देना बोले प्रेम हेल्प कला कि तोंजे टाण बोले प्रेम हेल्प कला कि बाममार ना 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 को बदनाम कर बोले याको प्रेम बोले को हजबो कि विनाश विनाश बोलना जले दिना बोलना जले शांत नाम को बोले काम करो बेरिचे शारीरिक विनाश सर्वनेश्वर ब्रह्म कारण जे नाम भावरे दृष्टि पाप करोछि the word is all being done सामूहिक एक जगह लिखा ऐसे भीतर वो से कसम है मतलब पूरे विश्व समाज के लोग बड़े बड़े कुछ हालेलुया प्रेज द लॉर्ड विनाश नंबर 1 कोण की वजह से ईश्वरीय ज्ञान और नंबर 2 होलो लोभो नंबर 3 ईश्वर को तत्व की सीरियस नहीं नंबर 4 बेविचार कई ईश्वर को विनाश करेगा बेविचार तार अनेक कारण अछि কিন্তু মোর কারণ বেবিচার विनाश সম্পূর্ণ विनाश আগর বিচিত্র কথা হচ্ছে এই জগতের কো সব নষ্ট হবে সব দিয়ে সাথে বরবাদ হবে চরিত্র বরবাদ হবে ফিউচার বরবাদ হবে সব চাই आत्मा मध्य संपूर्ण विनाश हमारा 100% चांसेस अच्छी जो इसे फ्री होना चाहता है नंबर 5 विनाश की तरह से बढ़ना जब दोष बोधन विनाश करिबार मते आसे चोरी बोधन विनाश करिबार मते आसे बोधन विनाश विनाश करिबार आसे से माने जे तोर जीवन ये सोचो आगे का समुद्र उन्नत होई अछि शोधा पहले एमार काई होछे ना मत आके एड़ी छाती जबरदस्ती से वाला रखो तने सोले के नो सोले मन में से कोई उदार ले भीतर काल आसो से इंजेक्शन दे हालेलुया किसी कथा नहीं आप भलो लोग मन अछंती किंतु समय में आप लोगों ने कुछ देखा जाना तो अंधा भी कोई लोग नहीं हो पाए रिजोर गोटे कथा में समाप्त कर देखा कुछ देखा जा रहा विनाश आहे ये कहला मत सोए विनाश आहे मते यार सब चीज तुम जल्दी बम बहुत बढ़िया और पूरा ठीक से होला पड़ा गया हो बोला हालेलुया हालेलुया ठीक प्रेज द लॉर्ड इतने समय बहुत गुरुत्वपूर्ण है बहुत गुरुत्वपूर्ण है नो काली के मध्य जो आपने माने चाहिए कि समय है कि कैमरा सब ठीक से चल रहा है देखो गाने मनुष्य को शहर में बहुत आशा है तो कुछ नहीं गाय रहा है ओके ये प्रभु को मैं जो जस्ट बता रहा जस्ट आई लव टू वर्शिप जस्ट वर्शिप निजे भगवान बाबू फिर आशा करता हूं केना नहीं फिर नहीं आई तो मैं फिर आशा की हो तो बाबा जब मैं नहीं समझ तो मैं कोई नहीं ए बाबा हिंदी में बोलो
ତମ ଲୋକମାନେ ସବୁ ବିଷୟ ଧ୍ୟାନ ଦିଆଯାଏ ମିଟିଂ ମାନେ ସେ ପରେ ଆସିଲା ମନ ହାଇ 10-15 ମିନିଟ୍ ସେଟା ହବ ଆପଣମାନେ ବିଶ୍ୱାସ କରିବେ ନା କିଛି କିଛି ସହରକୁ ଗଲେ ସେମାନଙ୍କୁ ସବୁ କରିବାକୁ ଦିଅନ୍ତି ସହର କଥା କହିବେ ସାଢ଼େ 8ଟା ବେଳକୁ ମାନେ ଦେଲେ ତାର ଆପଣ ବର୍ଷ ମଧ୍ୟ କରିଦିଅନ୍ତୁ ଆଉ ଆପଣ ବାକ୍ୟ ମଧ୍ୟ କରନ୍ତୁ କିଛି ଅସୁବିଧା ନାହିଁ ଆପଣ ଆରାମ ଚାହିଁବେ ଜାଣନ୍ତୁ କେତେଟା ଯାଇ ବର୍ଷ ଚାଲିଲେ 11ଟା ରାତି ଯେ ଯାହାର ମନ ଏମିତି ସ୍ତୁତି ଏମିତି ପ୍ରଶଂସା ଅର୍ଗାନାଇଜର ମ୍ୟାଡାମ ଜୋରରେ ଥୋଡ଼ି ଥୋଡ଼ି ଆସିଲେ worship session ରେ କାହିଁକି ହବନି ଆମେ ଡାକିଛୁ worshipper ପରେ ସେ worship at least ঘন্টা জবরদস্ত worship আন্ঠু ভাঙিব তালি ফাটিব রক্ত শরীরটার মুন্ড ফাপড়া হয়ে যাবে আর ভুলরে মধ্যে এরিয়া মারি নাই বলবার কেন আমি অচ্ছু করে হওয়ার এই যে আসো সাহস ভিড় হয় सब छोटे कुछ बातें चाहूँ ना मैं जाऊँ मैं जाऊँ मॉडर्न रिसर्च लास्ट वीक में मीटिंग जाई जाऊँ ना कितने में से हमारे कितने बजे बताते मिनिमम 12-15 देखो मैसेज टाइम लेके जाऊँ थी 10टा ଅଭୁତ ଲୋକମାନେ ଯଦି ଆସୁଛନ୍ତି ସେମାନଙ୍କୁ ଯଥେଷ୍ଟ କରାଯାଉ ଯଥେଷ୍ଟ କାହିଁକି କାମ ହେବାର ଅଛି ପାପ ଲୋକ ଛାଡ଼ିବାର ଅଛି ମିଟିଂ ବନ୍ଦ ହେବାର ଅଛି ଶୈତାନର ଦୂର ରହିବାର ଅଛି ମିଟିଂ ଶେଷ ହେବାର ଅଛି ସଭା ଆରମ୍ଭରୁ ସଭା ଶେଷ ହେଲା ଭିତରେ ପୁରା 10ଟା ଭେଟିଆ କାନ୍ଦି କାନ୍ଦି ଯୀଶୁ ବାବୁ ଆସିଲେ ଏଇଟା ମୋର ଉଦ୍ଦେଶ୍ୟ ଅନାବନା ବିଷୟ ଯଦି ଅଛି ଲାଗୁଛି ଏହା ଜରୁରୀ ନାହିଁ ସବୁ ପୁଣି ଥରେ କହୁଛୁ ଯଦି ଜରୁରୀ ନାହିଁ ତେବେ ହଠାତ୍ ଜରୁରୀ ଅଛି ନିଶ୍ଚୟ କ'ଣ କିଛି କଥା ନାହିଁ ଯେତେ ମୁଁ ଜାଣି ନାହିଁ ମୋ ବାବା ଭିତରେ ନାହିଁ ଆପଣମାନେ ସବୁ ଜାଣ ମୋର କଥା ଯଥେଷ୍ଟ ବର୍ଷିତ ଯଥେଷ୍ଟ ବାର୍ତ୍ତା ହଉ ବାକି ତାଙ୍କ କଥା ଯଦି ସେଟା ସବୁ ଚାଲ ନ ଇସ୍ୟୁ କିନ୍ତୁ ମୁଖ୍ୟ ବିଷୟଟା ଆମେ ସାଇଡ୍ କରିବାଟା ଭଲ ନାହିଁ ବୋଲି ମୁଁ ଭାବୁଛି ହାଲେଲୁୟା How is my relationship with my Savior? ମୋର ଶତ୍ରୁ ସହିତ କିପରି ସମ୍ପର୍କ ଅଛି ମୋର ସୁନ୍ଦର କଥା ଆଜ୍ଞା ଆମେ ମିଛ କହିଲେ ପ୍ରଭୁ ଖୁସି ହେବେ ନା ଶୈତାନ ଖୁସି ହେବେ ଟିକେ ଜୋର ଆମେ ରାଗିଲେ ପ୍ରଭୁ ଖୁସି ହେବେ ନା ଶୈତାନ ଖୁସି ହେବେ ଆମେ ଲୋଭ କଲେ ପ୍ରଭୁ ଖୁସି ହେବେ ନା ଶୈତାନ ଖୁସି ହେବେ ଆମେ ସମୟ ନଷ୍ଟ କଲେ ପ୍ରଭୁ ଖୁସି ହେବେ ନା ଶୈତାନ ଖୁସି ହେବେ ହେଲେ ଯେ ଯାହା ଯାହା ଦ୍ୱାରା ଶୈତାନ ଖୁସି ହେଉଛି ଆମେ ସେଇଟା ଅର୍ଥକ କରୁଛୁ ନା ଯାହା ଦ୍ୱାରା ପ୍ରଭୁ ବେଶୀ ଖୁସି ହେବେ ଆମେ ସେଇଟା ଅର୍ଥକ କରୁଛୁ ଏବେ ନ କହିଲେ ଚଳିବ ଆପଣ ଏତିକି ଜାଣନ୍ତୁ Why Jesus died? କାହିଁକି ସେ ପ୍ରାଣ ଦେଲେ ଶୈତାନକୁ ଖୁସି କରି ବଞ୍ଚିବା ବୋଲି କେମିତି ଖାଉଥିଲା ଆମେ ଜୀବନ କରିଲେ ଶୈତାନ ଖୁସି ଚକ୍ଷୁ ଖୋଲିଲେ ଶୈତାନ ଖୁସି କାନର ବ୍ୟବହାର କଲେ ଶୈତାନ ଖୁସି ମୋବାଇଲ ଖୋଲିଲେ ଶୈତାନ ଖୁସି ଏଇଟା ମୋର ଜୀବନ ଏଥିପାଇଁ ସେ ଜଗତକୁ ଆସିଲେ ଏଥିପାଇଁ ସ୍ୱର୍ଗକୁ ଛାଡ଼ିବେ ଏଥିପାଇଁ ପିଠା ଖାଇବେ ଆରେ ଶୈତାନ ମୋର ଶତ୍ରୁ ସେ ମୋତେ ଘୃଣା କରେ ମୁଁ ତ ସନ୍ତୁଷ୍ଟ କରିବା ପାଇଁ ଏଇଟା ମୋର ଜୀବନ ଜଣକ 14 31
ମୋ ପୂର୍ବମାନଙ୍କ ସହିତ ଆଉ ଅଧିକ କଥାବାର୍ତ୍ତା କରିବି ନାହିଁ କାରଣ ଜଗତର ଅଧିପତି ଆସୁଅଛି ଆଉ ମୋ ଉପରେ ତାହାର କିଛି ବି ନାହିଁ ପ୍ରଭୁ ଯୀଶୁ କହୁଛନ୍ତି ଜଗତର ଅଧିପତି ଆସୁଅଛି and I have nothing, zero of me. ଅର୍ଥାତ୍ ଶୈତାନର ଟିକିଏ ମଧ୍ୟ ବିଷୟ ମୋ ଠାରେ ସେ ଅଟନ୍ତି ଯୀଶୁ। ବହୁତ ବାଧୁଛି ମତେ। କେଉଁ ଯୀଶୁକୁ ଆମେ ଜାଣିଛୁ, କେଉଁ ଯୀଶୁକୁ ମାନୁଛୁ, କେଉଁ ଯୀଶୁକୁ ବୁଝିଛୁ? ସେ ସେଇ ଯୀଶୁ ଯେଉଁ ଯୀଶୁ ସେଠାରେ ଶୈତାନର ଗୁଣ, ତାର ସ୍ୱଭାବ, ତାର nature, zero, zero. ଆମେ ତାଙ୍କୁ ଜାଣିଛୁ। Who is a Christian? Christianity, the Christian of body ଆଚରଣ କରେ। ପ୍ରଥମ ଜଣ ଦେଇଅଛ ପଢ଼। ସେ ଗୋଟେ ଖ୍ରୀଷ୍ଟିଆନ। ଯେ ମୋତେ ଦୁଃଖ ଦିଏ ତାକୁ ମୁଁ ଖୁସି କରିବି, ଯେ ମୋତେ ଅଶାନ୍ତି ଆଣିଦିଏ ତାକୁ ମୁଁ ଖୁସି କରିବି, ଯେ ମୋର ବିଶ୍ରାମ ନେଇଯାଏ ତାକୁ ମୁଁ ଖୁସି କରିବି, ଯେ ମୋର ପ୍ରାଣକୁ ବିପଦ ଆଣେ ତାକୁ ମୁଁ ଖୁସି କରିବି, ଯେ ମୋର ଆଶୀର୍ବାଦ ନେଇ ଦେବା ପାଇଁ ଦିନ ରାତି ପରିଶ୍ରମ ମୋର ବିନାଶ ମୁଁ ତାକୁ ଖୁସି କରିପାରୁଛି। ଆମେ କ'ଣ ତାହା କରୁନ? କାଶ ଆପଣମାନେ ବୁଝିଥାନ୍ତେ। ବହୁତ ଲୋକମାନେ ଦୟାକରି ଜାଣନ୍ତୁ ଆପଣଙ୍କର ଜଣେ ଶତ୍ରୁ ଅଛି, ଆଉ ସେ ଶତ୍ରୁ ବର୍ଷା ଲୋକ ନାହିଁ, ପ୍ରତିବାସୀ ନାହିଁ, ଶାଶୁ ନାହିଁ, ବୋହୂ ନାହିଁ, ନାହିଁ ପାଠରେ ନୁହନ୍ତି, ଅମୁକ ଫେରିବେ ନୁହନ୍ତି ନା, ଆପଣଙ୍କର ଶତ୍ରୁ ମାତ୍ର ଜଣେ। আমরা সন্ধ্যা আসে দিন ଆପଣଙ୍କର ଆତ୍ମାର ବିନାଶ ଇଭେନ୍ ଶରୀରର ବିନାଶ କରିବା ପଛରେ ଲାଗି ପଡ଼ିଛି, ପ୍ରାଣପଣ କରୁଛି, ପ୍ରାଣପଣ କରୁଛି। ଆଉ ଆମେ କହିବା କଥା ନାହିଁ ସତ୍ୟ ଯେପରି ତାକୁ ଖୁସି ନ କଲେ ଆମର ଦିନ ବିତିବ ନାହିଁ ବୋଲି ଆମେ ପ୍ରାଣପଣ କରୁଛୁ। ଦେଖ ଆମର ସ୍ୱଭାବ, ଆମର ଦିନ ଚର୍ଚ୍ଚା कहाँ शासन सुनिश्चित ଯାହା କହୁଛି ପ୍ରଭୁଙ୍କ ଲୋକମାନେ ବଞ୍ଚିବ ତ ଶୈତାନ ଦୌଡ଼ିବାକୁ ଅଛି। ଏଇ ଜୀବନ ଠିକ ସେ ଜୀବନ ମୋ ପାଇଁ ଯୀଶୁ ଚାପଡ଼ା ଖାଇବେ, ମୁଁ ଶୈତାନକୁ ଖୁସି କରିବି। ମଣିଷରେ କ'ଣ ମୋ ପାଇଁ ତାଙ୍କ କୁଣ୍ଡ ପୁରା ଫେଟ ଦେବ। ସୁନାର ମୁକୁଟ ପିନ୍ଧାଇଲେ ଲେଖା କଣ୍ଟାର ମୁକୁଟ ପିନ୍ଧାଇଲେ। ଆଚ୍ଛା କଣ୍ଟାର ମୁକୁଟ ଏମିତି ପିନ୍ଧାଇଲେ ମାନେ ଏମିତି ରଖିଦେଲେ ରହିଯିବ କି? ଟିକେ କୁହନ୍ତୁ। ଏବେ ନାହିଁ, ଲେଖା ଅଛି ନ ମନ ନେଲେ ପିଟିଲେ। ଏତେ ଉଦ୍ଧାର କ'ଣ ଅଛି ଦିନରେ? କାହିଁକି ବୁଝିପାରୁନାହିଁ? ଶୈତାନକୁ ଖୁସି କରିବ। ବାଇବଲ ପଢ଼ା ନାହିଁ, ପ୍ରାର୍ଥନା ନାହିଁ, ତ କିଏ ଖୁସି ହେବ? ହଁ ଭାଇ କାନ୍ଦିଲେ ଦିନ ଶୁଣୁନାହିଁ। ଯେ ଆମକୁ ନଷ୍ଟ କରିବା ପାଇଁ ଠିକା ନାହିଁ। ଆମେ ଯାହା କରୁ ତାକୁ ଖୁସି କରିବୁ। ଭାଇ ଭଉଣୀମାନେ ଟିକେ ପଚାରିବା ମୋତେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିଛି, ମୋ ଜୀବନରେ ପ୍ରଭୁ କେବେ ସନ୍ତୁଷ୍ଟ ହେଇଛନ୍ତି? କ'ଣ କଲେ ପ୍ରଭୁ ଖୁସି ହେଇଛନ୍ତି ମୁଁ ଜାଣିନି। କ'ଣ କଲେ ପ୍ରଭୁ ମୋ ଦ୍ୱାରା ଦୁଃଖୀ ହେବେ? କିପରି ମୁଁ ତାଙ୍କୁ ସନ୍ତୋଷ ପ୍ରାପ୍ତ ହେବି? କ'ଣ କଲେ ସେ ମୋ ଠାରେ ଆନନ୍ଦିତ ହେଇଯିବେ? କ'ଣ କଲେ ତାଙ୍କର ପବିତ୍ର ସ୍ୱର ଶୁଣିବି? କ'ଣ କଲେ ସେ ମୋ ପାଖକୁ ପଳେଇ ଆସିବେ, ମୋ ସହିତ ରହିବେ? କେବେ ବୁଝିବା ଈଶ୍ୱର? କେବେ ଜାଣିବ? ଅନନ୍ତ ବିନାଶ ଯେ ଆଣିବେ ତା ସହିତ ସୁସମ୍ପର୍କ ସ୍ଥାପନ କରି ରହିଛନ୍ତି। ମୋତେ ଏମିତି ଲାଗେ ବେଳେବେଳେ
ଲୋକମାନଙ୍କୁ ଦେଖିଲେ ଭାଇ ଆପଣ ୟା ପଛରେ କାହିଁକି ନୋ ଟେନସନ୍ ସେ ତ ନିଜେ ନିଜେ ପାଠରେ ଆରାମରେ ବଞ୍ଚୁଛି ତା ପଛରେ ମୋର କି ଟେନସନ୍ ସେଇଟା ଆମକୁ ଦେଖି ଏଇଟା ଭାବିବ ଧରିବା ଦରକାର ଆମର ଉପସ୍ଥିତି ତାର ଚୂର୍ଣ୍ଣ କରଣ କରିବା ଦରକାର ଏଇଟା ଯେଉଁଠି ପବିତ୍ରତା ସେଇଠି ଆମେ ଯେଉଁଠି ପ୍ରଫେସର ସେଇଠି ଆମେ ଯେଉଁଠି ଭଲ ଜିନିଷ କୁହାଯାଏ ସେଇଠି ଆମର ଯେଉଁଠି ଲୋଭ ସେଇଠି ଆମେ ଯେଉଁଠି ପାପ ସେଇଠି ଆମେ କେଉଁ ଜିନିଷକୁ ଆମେ ଜାଣିଲୁ ପ୍ଲିଜ୍ ପ୍ରଭୁ ଲୋକମାନେ ବିନାଶ ଆସୁଛି ବିନାଶ ସହିତ ସମ୍ପର୍କ ଜିରୋ କରନ୍ତୁ ଜିରୋ ସେ ମନେ କରନ୍ତୁ ଆପଣଙ୍କ ସହିତ ମୋର ଭୟଙ୍କର ଝଗଡ଼ା ହେଇଯାଇଛି ଆଉ ଆପଣ ମତେ ପଡୁନାହାନ୍ତି ମୁଁ ଆପଣଙ୍କୁ ପଡୁନାହିଁ ଆମେ ମୋ କଥା ବୁଝିପାରିବା ଘୋର ଶତ୍ରୁ ଦେଖେଇବ ଘୋର ଶତ୍ରୁ ମୋ ଦେଖେଇବ ଆମ ଘରକୁ ଆସିବେ ମୁଁ ଆପଣଙ୍କୁ ଯିବି ଆମେ ଧ୍ୟାନ ହେଇପାରିବା କଥାବାର୍ତ୍ତା ହେଇପାରିବା ଟାଇମ୍ ସ୍ପେଣ୍ଡ ହେଇପାରିବ ନାଇଁ ଆମେ କେତେ ଜଣ କହିବା ସେଇଟା ମୋର ଶତ୍ରୁତା ଅଛି କେତେ ଜଣ କହିପାରିବା ମୁଁ ତାକୁ କ୍ଷମା କରିବ ମୁଁ ତାକୁ ପସନ୍ଦ କରେ ନାହିଁ ହୃଦୟ ବାନ୍ଧୁଛି ହୃଦୟ ବାନ୍ଧୁଛି ବିଶ୍ୱାସୀମାନଙ୍କ ଜୀବନ ନିକଟରୁ ଦେଖିଲା ବେଳକୁ ହତ୍ୟାକାରୀ କୁହେ ହୃଦୟରେ ରାଜା କରୁଥିଲେ ସେ ଆମକୁ ହତ୍ୟା କରି ଚାଲିଛି ଆମ ସ୍ୱଭାବକୁ ମାରି ଚାଲିଛି ଆମ ଆଚରଣକୁ ନଷ୍ଟ କରି ଚାଲିଛି ଆମେ ତାକୁ ଆଶ୍ରୟସ୍ଥଳ କରି ଦେଇଛୁ ଆମେ ଦେଇଛୁ ସୁଯୋଗ ଦେଲେ ସେ ଆସେ ସୁଯୋଗ ଦେଇଛୁ ବୋଲି ସେ ଆସିଛି ଆରାମରେ ରହିଛି ବିନାଶକୁ ଆସେ ଆମ ସ୍ୱାମୀମାନେ ଗୋଟିଏ ପ୍ରକାର କରୁଛନ୍ତି ସେଇଟା ଆମ ପୁଅ ଝିଅମାନଙ୍କୁ ଗୋଟିଏ ନଷ୍ଟ କରୁଛନ୍ତି ସେଇଟା ମନ୍ଦିରରେ କାହିଁକି ଶିକ୍ଷତା ସେଇଟା ଆମେ କାହିଁକି ଆନ୍ଦୋଳନ ବିଷୟ ବିତାଉନା ସେଇଟା ବାସ୍ତବ ଶାନ୍ତି ଆମ ଜୀବନ କିଏ ଚୋରି ରାସ୍ତା ଚୋର ହରକତା ହରଣ କରିବା ଶାନ୍ତି ହରଣ ହୋଇଯାଇଛି ଆନନ୍ଦ ହରଣ ହୋଇଯାଇଛି ବିଶ୍ରାମ ହରଣ ହୋଇଯାଇଛି କିଏ କରୁଛି କାହାର ଆମର ସ୍ୱଭାବ ଏମିତି ମୁଁ ତ ଭାଇ ସାରା ଏଇଟା ଆମର ବିନାଶ ସହିତ ଆମର ସମ୍ପର୍କ କିପରି ଅଛି ଆଉ ଯେ ଜୀବନ ବହୁତ ସୁନ୍ଦର କହିଲେ ବ୍ରହ୍ମଦାସ ଆକାଶ ସେ ଜୀବନର ସ୍ରୋତ ଯେଉଁଠି ଜୀବନ ଯେଉଁଠି ଶାନ୍ତି ଯେଉଁଠି ଆନନ୍ଦ ଯେଉଁଠି ବିଶ୍ରାମ ତାଙ୍କ ସହିତ ତାପୁଡ଼ି ଘନିଷ୍ଠ ଲାଗିକି ରହିବା ଦରକାର दुनिया बेसी जगह जुआ मैंने दया कर रंगरस अभिलाष क्षमता सब बेकार बेकार बुझु बेकार बेकार आगे भविष्य सब छानिया बेकार बेकार लाइन वाला सब वैश्य जीवन बर्बाद कर दो देखा सब वैश्य वेस्ट बच्चों जानू नहीं सब क्षण काल स्थायी सब क्षण काल स्थायी आम सब देखी सारी माँ बापा बच्चा धन्य आप जीवन ईश्वर आपको प्रेम करुँच सत्यता शुणाइबार अवकाश पाई निज घर ग्रहण करूँ खुशी हम ईश्वर देखा आज्ञा
ଖୁସି ହେବାର ଅଛି ନହେଲେ କ'ଣ ବଞ୍ଚି ମତେ ଶୈତାନ ଗୋଡ଼ ଭାଙ୍ଗିବାର ଅଛି ବଞ୍ଚି ମତେ ନିଜେ ସ୍ୱର୍ଗ ଜୀବନ ଗୋଟେ ଲକ୍ଷେ ଲୋକ ନେଇକି ଯିବାର ଅଛି ଏଇଟା ଜୀବନ ଆମେ ଜାଣିଛୁ ହାଲେଲୁୟା ଆସନ୍ତୁ ସହଜ ଆପଣ ବହୁତ